ओम शांति। दुःखहर्ता सुखकर्ता ज्ञानर सागर परमात्मांकर ज्ञानवान संतान मानंकु हृदयर सहित ईश्वरीय शुभ अभिनंदन, सुप्रभात, सुस्वागतम। सुख शांति आनंद पाई केवल मनुष्य नुहे इतर प्राणी मध्य लालायित। सुख पाई मनुष्य निजर समस्त प्रकार प्रयास करि चलिछि, हेले ना सुख पाई पारुछि। जदि बा सुख पाउछि ताहा मध्य स्थायी नुहे, कारण वर्तमानर सुख केवल स्वार्थ साधित अप्राकृतिक अटे। ଯେଉଁଠାରେ ସ୍ୱାର୍ଥ ସେଠାରେ ଦୁଃଖ ସହିତ ଈର୍ଷା ଏବଂ ଅନୈତିକତା ରହିଛି। ଏହି ବସ୍ତୁବାଦୀ ଦୁନିଆରେ ଦେହ ଅହଙ୍କାରର ବଶୀଭୂତ ହୋଇ କେବଳ ମୋର ମୋର କହି ଧାଇଁ ଚାଲିଛି ମନୁଷ୍ୟ ପ୍ରତିଯୋଗିତା କରି ଅଧିକରୁ ଅଧିକ ପାଇବାର ଆଶା ନେଇ। କିନ୍ତୁ ଆଶା ବୈତରଣୀକୁ କେହି କେବେ ପୂରଣ କରିପାରିଛି ନା କରିପାରିବ? ଯେଉଁଥିପାଇଁ ଅପ୍ରାପ୍ତି ଆଉ ଅଶାନ୍ତି ଭିତରେ ମାନସିକ ଚାପର ବଶବର୍ତ୍ତୀ ହୋଇ ବିଭିନ୍ନ ଶାରୀରିକ ଆଉ ମାନସିକ ରୋଗର ଶିକାର ହେଉଛି। ଅନେକ କ୍ଷେତ୍ରରେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛଉନାହାନ୍ତି, ଯାହା ବର୍ତ୍ତମାନ ସମାଜରେ ଏକ ବ୍ୟାଧି ରୂପରେ ମାଡ଼ି ଚାଲିଛି। ଯେ ପର୍ଯ୍ୟନ୍ତ ମନୁଷ୍ୟ ନିଜର ବାସ୍ତବିକ ସ୍ୱରୂପକୁ ନ ଜାଣିଛି ସେ ପର୍ଯ୍ୟନ୍ତ ଏହାର ସମାଧାନ ମଧ୍ୟ ଅସମ୍ଭବ। ମନୁଷ୍ୟ ଶାସ୍ତ୍ର ଆଦି ପଢ଼ୁଛି, ବ୍ୟାଖ୍ୟା କରୁଛି, ଜୀବନ ତତ୍ତ୍ୱ ବିଷୟରେ ଆଲୋଚନା ଚକ୍ର ମଧ୍ୟ କରୁଛନ୍ତି। କେହି କେତେବେଳେ ଯଦି ଶରୀର ଛାଡୁଛନ୍ତି କହୁଛନ୍ତି ଜୀବ ଚାଲିଗଲା, ମାଟି ଶରୀର ମାଟିରେ ମିଶିଗଲା ଇତ୍ୟାଦି ଇତ୍ୟାଦି। ପରନ୍ତୁ ବାସ୍ତବିକତା ଠାରୁ ବହୁତ ଦୂରରେ ରହୁଛନ୍ତି। କାରଣ କହୁଛନ୍ତି ତ ଆତ୍ମା ଚାଲିଗଲା, ହେଲେ ଆତ୍ମା କ'ଣ ଜିନିଷ, କିପରି, ତାର କର୍ତ୍ତବ୍ୟ କ'ଣ, ଏହି ଶରୀରରେ ସେ କିପରି ଆସୁଛି ଏବଂ କେଉଁଠାରୁ ଆସୁଛି ତାର ସମ୍ପୂର୍ଣ୍ଣ ବିବରଣୀ ବିଷୟରେ ଅନଭିଜ୍ଞ। କେବଳ ପରିସ୍ଥିତି ଆଉ ପରିବେଶକୁ ଦେଖି କଥାକୁ ମାତ୍ର ଯାହା କହି ଚାଲିଛନ୍ତି। ପୋଥି ପଢ଼ତେ ପଢ଼ତେ ଧୋତି ମରମ ନ ଜାନେ କୋଇ, ଏଇ ନୀତିରେ ଗୋଟେ ପଟେ ଅହଙ୍କାରର ବଶ ହେଇ ବାହାସ୍ଫୋଟ ମାରୁଛି ସତ, ହେଲେ ଦୁଃଖ ଅଶାନ୍ତି ଅପ୍ରାପ୍ତିରେ ଅତିଷ୍ଠ ହେଇ ତ୍ରାହି ତ୍ରାହି କରୁଛି, ଭଗବାନଙ୍କୁ ଡାକୁଛି, ହେ ପ୍ରଭୁ ଉଦ୍ଧାର କର, ମୁକ୍ତି ଦିଅ, ଆମେ ପାପୀ, ଆମେ ନୀଚ ଇତ୍ୟାଦି ଇତ୍ୟାଦି। ସେଇଥିପାଇଁ ତ ଗୀତାରେ ମଧ୍ୟ ଉଲ୍ଲେଖ ଅଛି କି ଯେତେବେଳେ ସାରା ସୃଷ୍ଟି ପତିତ ଦୁଃଖୀ ହେଇଯାଏ, ସମ୍ପୂର୍ଣ୍ଣ ଧର୍ମର ଗ୍ଲାନି ହେଇଯାଏ, ସେତେବେଳେ ମୁଁ ଆସିଥାଏ। ଭଗବାନ କହୁଛନ୍ତି, ମଧୁର ଆତ୍ମିକ ସନ୍ତାନଗଣ, ମୁଁ ବର୍ତ୍ତମାନ ଯେଉଁ ଅବିନାଶୀ ଜ୍ଞାନ ତୁମମାନଙ୍କୁ ଦେଉଛି ତାହାର ସୁଖ 21 ଜନ୍ମ ପର୍ଯ୍ୟନ୍ତ ଚାଲିଥିବ। ତାହା ହେଉଛି ସ୍ୱର୍ଗ ଦୁନିଆର ସ୍ଥାୟୀ ସୁଖ। ଏହାର ସ୍ମୃତିରେ କଥା କଥାକେ ତୁମ ମୁହଁରୁ ବାହାରେ କି ସ୍ୱର୍ଗ ଭଳି ସୁଖ, ସ୍ୱର୍ଗ ସୁଖ ଇତ୍ୟାଦି ଇତ୍ୟାଦି। ଭକ୍ତି ମାର୍ଗରେ ତୀବ୍ର ଭକ୍ତି କରିବା ଦ୍ୱାରା ଅଳ୍ପ କାଳର କ୍ଷଣଭଙ୍ଗୁର ସୁଖ ମିଳିଥାଏ, ସ୍ଥାୟୀ ସୁଖ ନୁହେଁ।
ତେଣୁ ଏବେ ମୋ ଶ୍ରୀମତରେ ଚାଲ। ତୁମମାନଙ୍କ ପାଇଁ ବାବାଙ୍କର ଶ୍ରୀମତ ହେଲା ଏହି ପୁରୁଣା ଦୁନିଆ, ଦେହ, ଦେହର ସମ୍ବନ୍ଧ ଆଦିକୁ ଭୁଲି କେବଳ ମୋତେ ମନେ ପକାଅ, ନିମିତ୍ତ ହୋଇ ସଂସାରକୁ ସମ୍ଭାଳ। ଏହାକୁ ହିଁ ସମର୍ପଣ ହେବା ବା ବଞ୍ଚି ଥାଉଁ ଥାଉଁ ମରିବା କୁହାଯାଏ, ଯାହାକୁ କୁହାଯାଏ ଗୋଟିଏ ଶବ୍ଦରେ ମରଯିବା ଜନ୍ମ। ଏହି ଶ୍ରୀମତ ଆଧାରରେ ହିଁ ତୁମେ ଶ୍ରେଷ୍ଠରୁ ଶ୍ରେଷ୍ଠ ହେଉଛ, ତୁମମାନଙ୍କର ସଦ୍ଗତି ହେଇଯାଉଛି। ମନୁଷ୍ୟ ସଦ୍ଗତି ପାଇବା ପାଇଁ, ଗତି ଆଉ ମୁକ୍ତି ପାଇବା ପାଇଁ ଅନେକ ସାଧୁସନ୍ଥ ଗୁରୁ ଗୋସାଇଁ କରୁଛନ୍ତି, ତପସ୍ୟା ଆଦି କରୁଛନ୍ତି, କିନ୍ତୁ ନା ଆଜି ପର୍ଯ୍ୟନ୍ତ କେହି ସଦ୍ଗତିକୁ ପ୍ରାପ୍ତ କରିଛନ୍ତି, ନା ସେହି ଆଧାରରେ ପ୍ରାପ୍ତ କରିପାରିବେ। ଯଦି ତାହା ହେଉଥାନ୍ତା, ତେବେ ଗୀତାର ମହାବାକ୍ୟ ଅନୁସାରେ ଭଗବାନଙ୍କୁ ଆଉ ଆସିବାକୁ ପଡ଼ିନଥାନ୍ତା ବା ଭଗବାନଙ୍କର ମଧ୍ୟ ଆବଶ୍ୟକତା ରହିନଥାନ୍ତା। ସୃଷ୍ଟି ନାଟକର ଅଟଳ ନିୟମ। ଭକ୍ତି ସମୟରେ ହେବ, ଭକ୍ତିର ଶେଷରେ ଜ୍ଞାନର ଉଦୟ ହେବ ଏବଂ ଜ୍ଞାନ ଦ୍ୱାରା ହିଁ ବୈରାଗ୍ୟ ସୃଷ୍ଟି ହେବ। ତାପରେ ଏହି ପୁରୁଣା ଦୁଃଖଦାୟୀ ଦୁନିଆର ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇ ସୁଖ ଶାନ୍ତି ଭରା ସତ୍ୟଯୁଗୀ ସ୍ୱର୍ଗ ଦୁନିଆ ଆସିବ। ତାହା ହିଁ ହେବ ତୁମର ବାସ୍ତବିକ ପ୍ରାପ୍ତି ବା ତାହା ହିଁ ହେଉଛି ସଦ୍ଗତି, ଯାହାକୁ ଏକ ସଦ୍ଗତି ଦାତା ନିରାକାର ସର୍ବାତ୍ମାଙ୍କର ପିତା ପରମାତ୍ମା ହିଁ ଦେଇପାରିବେ। ଏହି ସଦ୍ଗତି କୌଣସି ମନୁଷ୍ୟଙ୍କୁ ଦେଇପାରିବ ନାହିଁ। ନିରାକାର ପରମାତ୍ମା ଶିବ ବାବା ହିଁ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି। ତେଣୁ ଦେହର ଅହଙ୍କାରକୁ ଛାଡ଼ି ଯୋଗ ଅଗ୍ନିରେ ବିକର୍ମର ବିନାଶ କରିବାକୁ ହେବ। ଯୋଗ ଅଗ୍ନି କହିଲେ ନିଜକୁ ଏହି ଶରୀର ଠାରୁ ଭିନ୍ନ, ଅର୍ଥାତ୍ ଶରୀରକୁ ଚଲେଇଲା ବାଲା, ଶରୀର ଦ୍ୱାରା କର୍ମ କଲା ବାଲା ମୁଁ ବିନ୍ଦୁ ଆତ୍ମା ନିଜକୁ ଏହି ଆତ୍ମିକ ସ୍ଥିତିରେ ନିଶ୍ଚୟ କରି ପରମଧାମରେ ନିରାକାର ପରମାତ୍ମାଙ୍କୁ ମନେ ପକାଇବା। ଏହା ହିଁ ହେଉଛି ଯୋଗ ଅଗ୍ନି, ଯେଉଁଥିରେ ଆତ୍ମାରେ ଜନ୍ମ ଜନ୍ମାନ୍ତରରୁ ଭରି ହୋଇ ରହିଥିବା ବିକର୍ମ ଆଉ ପାପ ଭସ୍ମ ହେଇ ସମ୍ପୂର୍ଣ୍ଣ ଆତ୍ମା ପବିତ୍ର ଏବଂ ଶତପ୍ରଧାନ ହେଇଯିବ। ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ବୁଦ୍ଧିରେ ରଖି ଏହି ଶ୍ରେଷ୍ଠ ପାଠପଢ଼ାକୁ ପଢ଼ିବାକୁ ହେବ। ଅବିନାଶୀ ସୃଷ୍ଟି ନାଟକ ପୂର୍ବ ପ୍ରସ୍ତୁତ ଅଟେ। ଏହାକୁ ବୁଦ୍ଧିରେ ରଖି ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡ଼ିବ। ଭଗବାନ ବରଦାନ ଦେଉଛନ୍ତି, ସର୍ବଦା ଉମଙ୍ଗ ଉତ୍ସାହର ଡେଣା ଦ୍ୱାରା ଉଡ଼ିବାର କଳାର ଉଡ଼ୁଥିବା ଶ୍ରେଷ୍ଠ ଆତ୍ମା ହୁଅ। ଉଡ଼ିବାର କଳାର ଆଧାର ହେଉଛି ଜ୍ଞାନ ଯୋଗ ସହିତ ସବୁ ସମୟରେ, ସବୁ କର୍ମରେ, ସବୁଦିନ ନୂଆ ଉମଙ୍ଗ ଉତ୍ସାହ ସବୁ କାଏମ ହେଇ ରହିବ। ଏଭଳି ଆତ୍ମା କଦାପି ସଂଶୟରେ ପଡ଼ନ୍ତି ନାହିଁ କିମ୍ବା ଛୋଟ ଛୋଟ କଥାରେ ଥକି ଯାଇ ଅଟକି ଯାଆନ୍ତି ନାହିଁ। ଯେଉଁମାନେ ନିର୍ମାଣ ଚିତ, ଅକ୍ଳାନ୍ତ ଏବଂ ସର୍ବଦା ଜାଗ୍ରତ, ସେହିମାନେ ହିଁ ବିଶ୍ୱ କଲ୍ୟାଣକାରୀ ଅଟନ୍ତି। ସେହିମାନେ ହେଉଛନ୍ତି ଜାଗ୍ରତ ଜ୍ୟୋତି। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରିବା, ଚିନ୍ତନ କରିବା, ନିଜ ଜୀବନରେ ଧାରଣ କରି ନିଜେ ପରିବର୍ତ୍ତନ ହେବା ସହିତ ସାରା ବିଶ୍ୱକୁ
ଶ୍ରେଷ୍ଠ କରିବାର ଶ୍ରେଷ୍ଠ ପୁରୁଷାର୍ଥ କରିବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।